ତ ଆମେ ସେଠି କଚେରୀ ପାଖକୁ ଯାଇଥିଲୁ ସେଠି ଗରମା ଗରମ ହୋଟେଲରେ ଖାଇବା ପାଇଁ। ଏଠି ଯାଇକି ପ୍ରଥମେ ପଚାରିଲୁ ମାଛ ମିଲଟା କେତେ ଟଙ୍କା। ସେ 100 ଟଙ୍କା କହିବାରୁ ଆମେ ମଗେଇକି ଆମେ ଖାଇଲୁ 4 ଜଣ। ତା ଭିତରେ ସେ ଆସିକି ଜଣେ ପଚାରିଲେ ପତ୍ର ପୋଡ଼ା ଖାଇବ ନା, ଆମେ ନା କହିଲୁ। ଆଉ ଥରେ ଆସିଲେ ଭଲ ହବ, ଟେଷ୍ଟ ହବ, ଖାଆନ୍ତୁ। ଆମେ କହିଦେଲେ ସେ ବାରମ୍ବାର ବାଧ୍ୟ କଲେ, ଆମେ କହିଲୁ ତାହେଲେ ଖାଇଦେବା, ନହେଲେ ଆଉ କେତେ 200-400 ଟଙ୍କା ଥିବ ଆମେ ଖାଇବା ସାଙ୍ଗ ହେଇକି ସବୁ। ଖାଇ ସାରିଲା ପରେ ଯେତେବେଳେ ବିଲ୍ କରିବା ପାଇଁ ଆସିଲୁ, ସେ ପତ୍ର ପୋଡ଼ା ପ୍ଲେଟ୍ ଦାମ ହେଉଛି 1400 ଟଙ୍କା କହିଲେ। ତ ଟୋଟାଲ ବିଲ୍ ସେ ବନେଇଥିଲେ 1800 ଟଙ୍କାର ବିଲ୍ ବନେଇଥିଲେ। ଆମେ ପଚାରିଲାକୁ ନା ତମକୁ ଦେବା ପାଇଁ ପଡ଼ିବ, ତମେ ପଚାରିଲନି ଖାଇବା ପୂର୍ବରୁ। 4 ଜଣ ଯାଇଥିଲେ, ମାଛ ଭାତ ମାଗିଲେ, ମାଛ ଭାତ ପରେ ପତ୍ର ପୋଡ଼ା ମାଗିଲେ। ପତ୍ର ପୋଡ଼ା ମୁଁ ପଚାରିଲି ବେଗଟି ପତ୍ର ପୋଡ଼ା ହବ ନା, ବେଗଟି ପତ୍ର ପୋଡ଼ା ଦିଅନ୍ତୁ। ବେଗଟି ପତ୍ର ପୋଡ଼ା ଖାଇସାରିଲା ପରେ କହିଲେ ନା ଏତେ କଷ୍ଟ କାହିଁକି, ଆମେ କଷ୍ଟ ଦେବା ନାହିଁ। ସେ ପଇସା ବି ମୋତେ ଦେଇନାହାନ୍ତି। ମୁଁ ବାଧ୍ୟ କରି କେବେ ବି ଦେଇନି, କାହାକୁ ଦିଏ ନାହିଁ କି କହିଲା ପରେ ମୁଁ ଦେଲି ଯେ ବେଗଟି ପତ୍ର ପୋଡ଼ା ମୋତେ ଦିଅନ୍ତୁ। ଦେଲା ପରେ ମୁଁ ଯାଇକି ତାଙ୍କୁ ଆଣିକି କାଟିକି ତାଙ୍କ ପାଖରେ ଖୋଲିକି ଦେଲି। ନା ନା 100 ଟଙ୍କା ମିଲ୍ ପଚାରିଥିଲେ। ପଚାରିଲା ପରେ ବେଗଟି ପତ୍ର ପୋଡ଼ା ଅର୍ଡର କଲେ। ଅର୍ଡର କଲା ପରେ ସେ ଖାଇଲେ, ଖାଇସାରି କହିଲେ ଯେ ଆମେ କଷ୍ଟିଂ କାହିଁ କହିଲେ।